हाय सब मैंने गुड मॉर्निंग नमस्कार मु बादल गोटे वीडियो स्वागत करछि। आज आपण मन गोटे बढ़िया रेसिपी नहीं चले दमदार रेसिपी अच्छी। आज रेसिपीटा हूँ पोटल गोटा पोटल आउ गोटा आलू तरकारी गोटा पोटल मैं टोटाल गोटा पोटल को दुई फाड़ा कर देछि आ किछि गोटा आलू देखि परथि मुझे बॉईल कर रखी देछि गोटा आलू। आज चलतु आम स्टार्ट करदे गोटे नुआ रेसिपी पोटल आलू तरकारी आउ देसी स्टाइल रे गोटा पोटल आलू तरकारी। चलतु एबे तापे मु कढ़ाईटा बसे देछि आउ एबे कढ़ाईटा को लगे देबा। एबे मु स्टार्ट करदेवी। एक्चुअली आज वीडियोटा करिया नथिला कारण मो देहटा टे खराब मते ज्वर फर हेछि मो पाटिटा केन सुतु आपण मन जानि करथिबे आ मो तथा से भी छाड़ीबे नै आपण मन भलो रेसिपीटा मन रहिछि। बहुत दिन पोटल खाइ नथिला पोटल पे गोटे रेसिपी करिवि। एबे मु बस देछि कढ़ाई आ तेल पकेबि नेक्स्ट देखिबे आपण माने। एटी किछि गोटा पोटल खाली फाळा को देछि आ ता देरे अदा रसुन पेस्ट अदा रसुन पेस्ट करिया पय खाली रखि देछि। आ देरे टमाटर धनिया पत्र कंचा लंका पियाज सब काटी गुडी देछि ताको भी पेस्ट कर देबी। आ सब मोटी बस देछि भात बिडी बसाइ छि आ मु टोटल प्रेशर रेडी बसाइ छि। प्रेशर रे आलू ଏବେ କଢ଼େଇ ଗରମ ହେଇଗଲାଣି ତା ଦେହରେ ତେଲ ଦେଇଦେବା। ଏବେ ତେଲ ଦିଆ ହେଇଛି କିଛି ସମୟ ଆମେ ତାକୁ ଛାଡ଼ିଦେବା ତେଲଟା ଟିକେ ଗରମ ହେଇଯାଉ। ଏବେ ତେଲ ଗରମ ହେଲାଣି ତା ଦେହରେ ଯୋଉ କଟା ହେଇ ରଖିଥିବା ପୋଟଳକୁ ଆମେ ଦେଇଦେବା। ଆମେ ଏବେ पोटल दिया है पोटल को गोटे भाजी दबा। ये पोटल सागर टिके लुण दे दबा टिके अल्प टे लुण दे दबा भाजीला बेले। हल्दी भी दे देवा। गोटे भाजवा ताको भल भावे तो पोटलटा भाजी हो पूरा भाजीला पर छाड़देवा कि समय से भाजी हो तेल रे। एबे पोटल भाजी हो गलानी पोटल आम काढ़ीदबा। एबे सब पोटल मु काढ़ी देली टोटल काढ़ी देली सब पोटल। एबे स्टार्ट करिबा। एबे स्टार्ट कर दबा। प्रथम जीरा टिके दे दबा। तेल गरम अछि सेही तेल रे जीरा टिके हे गेलानी और टिके तेल दे दबा। जीरा तेजपत्र पकईदबा। ता संगे भूसंग पत्र पकईदबा। भूसंग पत्र पकई दे किसी कंचा लंका अच्छी दे देवा। तापर पियाज दे देवा। ଏବେ ତ କିଛି ସମୟ ଟିକେ ଭାଜିବାକୁ ଛାଡ଼ିଦେବା। ଏବେ ପିଆଜ ଟିକେ ଗୋଲ୍ଡେନ୍ ହେଇଗଲାଣି। ये जो अदा रसुण पेस्ट रखिले ताको दे देबा ता देर
ଏବେ ଅଦା ରସୁଣ ପେଷ୍ଟ ଦେଇଦେଲେ ଆମେ ତା ଦେହରେ ତାକୁ ଭଲ ଭାବେ ଟିକେ ମ୍ୟାରିନେଟ୍ କରିଦେବା। ସେଥିରେ ମସଲାଟେ ପାଣିରେ ଧୋଇକି ତା ଦେହରେ ଦେଇଦେବା। କିଛି ସମୟ ତାକୁ ଛାଡ଼ିଦେବା, ସେ ମସଲା ଟିକେ ହଉ ଭାଜି ହେଇଯାଉ। ଏବେ ଟିକେ ମସଲା ଟିକେ ହେଇଯାଇଲାଣି, ଏବେ ତା ଦେହରେ ଆମେ ମସଲା ଦେଇଦେବା। ହଳଦୀ ଗୁଣ୍ଡ ଟିକେ ଦେଇଦେବା, ଲଙ୍କା ଗୁଣ୍ଡ ଟିକେ ଅଳ୍ପ ଦେବା କାହିଁକିନା ଲଙ୍କା କଞ୍ଚା ଲଙ୍କା ପଡ଼ିଛି ତା ଦେହରେ। ଲଙ୍କା ଗୁଣ୍ଡ ହଳଦୀ ଗୁଣ୍ଡ ଦେଇଦେଲେ ତା ଦେହରେ ଆମେ ଟିକେ ଲୁଣ ଟିକେ ଦେଇଦେବା। ଏମିତି ଭଲ ଭାବେ ଟିକେ ମିଶାଇ ଦେବା। ତ କିଛି ସମୟ ଛାଡ଼ିଦେବା। ତା ସାথে ଗରମ ମସଲା ବି ଦେଇଦେବା ଆମେ। ଆଉ କିଛି କସ୍ତୁରୀ ମେଥି ବି ଦେଇଦେବା, ତାକୁ କିଛି କସ୍ତୁରୀ ମେଥି ବି ତା ଦେହରେ ଦେଇଦେବା। ଏବେ ତାକୁ ଟିକେ ମିଶାଇ ଦେବା। ସେ ସ୍ଲୋ ଫ୍ଲେମ୍ରେ ଛାଡ଼ିଦେବା କିଛି ସମୟ ମସଲାଟା ହେବା ପାଇଁ। ଏମିତି ଛାଡ଼ିଦେବା କିଛି ସମୟ ମସଲାଟି ହେଇଯାଉ। ଏବେ ମସଲା ଟିକେ ହେଇଗଲାଣି, ମସଲା ଟିକେ ଡ୍ରାଏ ହେଇଗଲାଣି। ଏବେ ତା ଦେହରେ ଆମେ ରଖିଥିଲେ କଟା ହେଇଥିବା ଟମାଟର ଆଗେ ତାପରେ ଦେଇଦେବା। ଏବେ ତା ଦେହରେ ଏବେ ଟମାଟୋ ତା ସାଙ୍ଗେ ଭଲ ଭାବେ ମ୍ୟାରିନେଟ୍ କରିଦେବା। ମ୍ୟାରିନେଟ୍ କରିସାରିଲା ପରେ ଆମେ ସ୍ଲୋ ଫ୍ଲେମ୍ରେ ଛାଡ଼ିଦେବା କିଛି ସମୟ ତାକୁ। ସେ ଟମାଟୋଟା ତା ଦେହରେ ଟିକେ ହେଇଯାଉ। ଏବେ ହେଇଗଲାଣି ମସଲାଟା, ଏବେ ହେଇଗଲାଣି। ଏବେ ତା ଦେହରେ ଆମେ ଏଇଟାକୁ ଆଡ଼୍ କରିଦେବା। ଏବେ ଏଇଟା ଆଡ଼୍ କରିଦେଲେ ଏ ଯେଉଁ ପୋଟଳ ରଖିଲେ ତା ଦେହରେ ଆଡ଼୍ କରିଦେଲେ ଆମେ ଏବେ ମିଶାଇ ଦେବା ତାକୁ ଟିକେ। ପୋଟଳଟା କିଛି ସମୟ କଷିବା। ପୋଟଳ ଭଲ ଭାବେ ଟିକେ କଷିବା, କାହିଁକିନା ତା ଦେହରେ ମସଲା ଟିକେ ଭଲ ଭାବରେ ମ୍ୟାରିନେଟ୍ ହେଇଯାଉ। ଏବେ ପୋଟଳ ଟିକେ ଏବେ ହେଇଗଲାଣି। ତା ସାଙ୍ଗେ ଯେଉଁ ପୋଟଳ ଥିଲା ସେ ପାଣି ଟିକେ ଦେଇଦେବା। ଯେଉଁ ରଖିଥିଲେ ତେଲ ଲାଗିଥିଲା ସେଠି ବି ପାଣି ଦେଇଦେବା। ଏବେ ପୋଟଳ ସିଝୁ ନା ଭଜା ହେଇଥିଲା ଟିକେ ସିଝିଯିବ। ଏବେ ଟିକେ ପାଣି ଦେଇସାରିଲା ପରେ ଯେଉଁ ଆଳୁ ରଖିଥିଲେ ସେ ଆଳୁଟାକୁ ଏବେ ଦେଇଦେବା ତା ଦେହରେ। ଏବେ ଆଳୁ ଦିଆ ହେଇଗଲା ତା ଦେହରେ। ଆଳୁ ତା ଦେହରେ ଟିକେ ମ୍ୟାରିନେଟ୍ କରିଦେବା ଭଲ ଭାବେ।
ଏବେ ତାକୁ ଟିକେ ସ୍ଲୋ କରିଦେବା ଟିକେ ଗ୍ୟାସ୍ଟାକୁ, ଏମିତି କିଛି ସମୟ ଫୁଟୁ, ସେ ମସଲା ଟିକେ ତା ଦେହରେ ଲାଗିଯାଉ। ଆଳୁକୁ ଟିକେ କିଛି ସମୟ ଫୁଟିଲା ପରେ ଆଳୁ ଟିକେ ଆମେ ଭାଙ୍ଗିଦେବା ତା ଦେହରେ। ଏବେ ଝୋଳ ଟିକେ ମରିଗଲାଣି, ତା ଦେହରେ ଅଳ୍ପ ପାଣି ଦେଇଥିଲେ ମସଲାରେ, ତା ଦେହରେ ଟୋଟାଲ୍ ପାଣି ଦିଆହେଇନି। ଏବେ ଆଳୁକୁ ଆମେ ଟିକେ ଏମିତି ଇଏ କରିଦେବା, ଟିକେ ତା ସାଙ୍ଗରେ ଭାଙ୍ଗିଦେବା ଆଳୁଟାକୁ। ଗୋଟା ଆଳୁ ଅଛି ତାକୁ ଟିକେ ଭାଙ୍ଗିଦେବା ଖାଲି ଅଳ୍ପ କରିକି, କାହିଁକିନା ଭାଙ୍ଗିଦେଲେ ତା ଦେହରେ ଭଲ ଭାବେ ମସଲା ପଶିଯିବ, ତା ଭିତରେ ଟେଷ୍ଟ ବି ଆହୁରି ବହୁତ ବଢ଼ିଆ ଲାଗିବ। ଏବେ ଆଳୁକୁ ମୁଁ ଟିକେ ଭାଙ୍ଗିଦେଲି, ଏବେ ଫାଳ ହେଇଗଲା ଆଳୁ। ଏବେ ତା ଦେହରେ ଆମେ ପାଣି ଦେଇଦେବା, କିଛି ପାଣି ଦେଇଦେବା। ଟୋଟାଲ୍ ପାଣି ଦେଇଦେବା ତା ଦେହରେ ଆମେ ଏବେ। ଯେତିକି ଝୋଳ ଦରକାର ଆମେ ଟିକେ ଦେଇଦେଲେ, ଏବେ ତାକୁ କିଛି ସମୟ ଛାଡ଼ିଦେବା। ସେ ଟିକେ ଏବେ ଭଲ ଭାବେ ଟିକେ ଫୁଟୁ ଆଉ ଝୋଳ ଟିକେ ବହଳିଆ ହେଇଯାଉ, ତାପରେ ମୁଁ ଦେଖେଇବି ନେକ୍ସଟ। ଏବେ ତରକାରୀ ଆମର ମାନେ ଅଧା ହେଇଗଲାଣି, ଆଉ ଝୋଳ ବି ଟିକେ ମରିନି। ପୋଟଳ କେମିତି ଦିଶୁଛି, କେତେ ବଢ଼ିଆ ଦିଶୁଛି ପୋଟଳ। ତରକାରୀ ବି ବହୁତ ବଢ଼ିଆ ହେଇଗଲାଣି। ଆଳୁ ତ ଆମର ଆଗରୁ ସିଝା ହେଇଥିଲା, ଗୋଟା ଆଳୁ। କିଛି ସମୟ ଛାଡ଼ିଦେବା, ସେ ଝୋଳ ଟିକେ ରହୁ। ଝୋଳ ଟିକେ ହେଇଗଲା ପରେ ବନ୍ଦ କରିଦେବା। ଏବେ କିଛି ସମୟ ଛାଡ଼ିଦେବା ଫୁଟିବାକୁ, ଆଉ କିଛି ସମୟ ପରେ ହେଇଯିବ। ହେଇସାରିଲା ପରେ ମୁଁ ଆପଣଙ୍କୁ ଦେଖେଇବି। ଏବେ ଟୋଟାଲ୍ ହେଇଗଲାଣି, ତରକାରୀଟା ଟୋଟାଲ୍ ହେଇଗଲାଣି। ଗୋଟା ପୋଟଳ ଗୋଟା ଆଳୁ ତରକାରୀ ଟୋଟାଲ୍ ହେଇଗଲାଣି। ଝୋଳ ବି ମରିଗଲାଣି, ଝୋଳ ଅଳ୍ପ ଅଛି, ଆମେ ବନ୍ଦ କରିଦେବା। ଲାଷ୍ଟ ମେନ୍ ଜିନିଷ ରହିଯାଇଛି, ଏଇଟା ହେଉଛି ଧଣିଆ ପତ୍ର। ଧଣିଆ ପତ୍ର ଦେଇଦେବା। ଏବେ ତରକାରୀଟା ଆମର ପୁରା ଟୋଟାଲ୍ କମ୍ପ୍ଲିଟ୍ ସାଙ୍ଗମାନେ। ଏବେ ବନ୍ଦ କରିଦେବା ତରକାରୀଟାକୁ। ଏବେ ତରକାରୀଟା ଟୋଟାଲ୍ କମ୍ପ୍ଲିଟ୍ ହେଇଯାଇଛି। ଆପଣମାନେ ଦେଖିଲେ ଫାଷ୍ଟ ଲାଷ୍ଟ ପର୍ଯ୍ୟନ୍ତ। ଆଉ ତରକାରୀଟା କେମିତି ଲାଗିଲା, ଆଉ ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ ସାଙ୍ଗମାନେ। ଆଉ ଦେଖୁଛନ୍ତି ମୁଁ ଡେଲି ଆପଣମାନଙ୍କ ପାଇଁ ଗୋଟେ ନୂଆ ବ୍ଲଗ୍ ନେଇକି ଆସୁଛି। ଆଉ କେମିତି ଲାଗୁଛି, ଭଲ ଲାଗୁଛି, ମେସେଜ୍ କିଛି ଦେଉଛନ୍ତି, କିଛି ରିପ୍ଲାଏ ଦେଉନାହାନ୍ତି। ଆଉ ଯାହା ହଉ ସମସ୍ତଙ୍କୁ ଧନ୍ୟବାଦ। ଆଉ ଯାହା ହଉ କିଛି ଲୋକ ବି ମୋ ଭିଡ଼ିଓ ଦେଖୁଛନ୍ତି। ଆଉ ନିଶ୍ଚୟ ମତାମତ ଦେବେ ସାଙ୍ଗମାନେ, ଭିଡ଼ିଓଟା କେମିତି ଲାଗିଲା, କୋଉଟା ଲାଗିଲା। ଆଉ ଦେଶୀ ଷ୍ଟାଇଲ୍ରେ ଗୋଟା ପୋଟଳ ଆଉ ତରକାରୀଟା। ଆଉ ନିଶ୍ଚୟ ନେକ୍ସଟ ବ୍ଲଗ୍ ଅପେକ୍ଷା ଥାଏ ସାଙ୍ଗମାନେ। ଜୟ ଜଗନ୍ନାଥ, ନମସ୍କାର। ମୁଁ ବାଦଲ, ପୁଣି ଦେଖା ଗୋଟେ ଭଲ ବ୍ଲଗ୍।